ରଜା ଗୋବିନ୍ଦ ଭଞ୍ଜଙ୍କର ପଛାଡ଼େ ପଛାଡ଼େ ଘୋଡ଼ା ଚଢ଼ିକରି ଆସୁଥିଲେ ମା। ରଜା ପଛକେ ଉଲ୍ଟିଲେ, ସର୍ତ୍ତ ଭାଙ୍ଗଲା ଆର୍ ମା ସେନୁ ପଥର ହେଇଗଲେ। ମୁଇଁ କହୁଛେଁ ମା ସଙ୍କଟ ହାରିଣୀ ନଡ଼ିଆ ରଙ୍କୁଣୀ ଘଟଗାଁ ବାସିନୀ ମା ତାରିଣୀଙ୍କର କଥା। ଆନନ୍ଦ କନ୍ଦ ପ୍ରଦାୟିନୀ ସେ ମା ତାରିଣୀ। ତ୍ରେତୟାନୁ ତାରିଣୀ ମାଙ୍କର କଥା ଶୁଣବାର୍କେ ମିଲ୍ସି। ଯେତେବେଳେ ଭଗବାନ ରାମ ସୀତାଙ୍କୁ ହରେଇକରି ବିରହର ବେଦନା ଭିତରେ ଥିଲେ, ମା ତାରିଣୀ ତାଙ୍କର ସଙ୍କଟକେ ଆଉ ଦୁଃଖକେ ହରବାର୍ ଲାଗି ପହଞ୍ଚିଥିଲେ। କଥା ଥିଲା ଯେ ଯଦି ମାଙ୍କୁ ଆଖି ଦେଖିଦେବେ ତାହେଲେ ସେ ସେନ ପଥର ପାଲଟିଯିବେ। ମାଙ୍କର ପାହା ଛିଲା ସମୟାଥିନ୍ ଅଜାଣଥିନ୍ ମାଙ୍କୁ ଦେଖିଦେଇଥିଲେ ପ୍ରଭୁ ଶ୍ରୀରାମ। ସେନୁ ସେ ପାଷାଣୀ ହେଇଗଲେ। କଥାନୁ ଇଟା ବି ଶୁଣବାର୍କେ ମିଲ୍ସି ଯେ ରାଜା ଗୋବିନ୍ଦ ଭଞ୍ଜଙ୍କୁ ମା ତାରିଣୀ ସ୍ୱପ୍ନାଦେଶ ଦେଇକରି କହିଥିଲେ ଯେ ତମେ ମୋତେ ତମର ସାଙ୍ଗେ ନେଇକରି ଯିବ। ମୁଇଁ ତମର ପଛାଡ଼େ ପଛାଡ଼େ ଘୋଡ଼ାଥିନ୍ ଚଢ଼ିକରି ଯିମି, ହେଲେ ଯେନ ତମେ ଉଲ୍ଟିବ ମୁଇଁ ସେନୁ ହିଁ ରହିଯିମି। ମାଙ୍କର ଲୀଳା କାହାକେ ଗୁଚରେ ଆଜ୍ଞା। ମାର ଘୁଙ୍ଗୁରୁ ଶବଦ ନାଇଁ ଶୁଭଲା। ରଜା ଭାବଲେ ମା ଆସୁଛନ୍ କି ନାଇଁ ଆସବାର୍। ଯେନ୍ତା ପଛକେ ଉଲ୍ଟିଛନ୍ ସର୍ତ୍ତ ଭାଙ୍ଗିଗଲା ଆଉ ମା ସେନୁ ହିଁ ପଥର ହେଇକରି ରହିଗଲେ। ମା ରହିଲେ କେନ୍ଦୁଝରର ଶାଲବଣ ଭିତରେ ମା ତାରିଣୀ ହିସାବେ।